ଗଲା କାଲି ରାତିରେ ଆମକୁ ଖବର ମିଳିଲା କିଛି ମିସକ୍ରିଏଣ୍ଟସ୍ ଆସେମ୍ବଲି ହେଇଛନ୍ତି ତ ଏ ଟ୍ରାନ୍ସଫର୍ମର ଚୋରି କରିବା ପାଇଁ। ଆମେ ସଙ୍ଗେ ସଙ୍ଗେ ବହୁତ ଶୀଘ୍ର ହରିଶ ଏସ୍ଆଇ ମୋର ଯୋଉ ତାର ନେତୃତ୍ୱରେ ଆଉ ଗୋଟେ ମୋ ନେତୃତ୍ୱରେ ଆମେ ରାଉଣ୍ଡ ଅପ୍ କଲୁ। ସେଟା ହଉଛି ଉଦୟଗିରି ପାଖରେ। ତ ସେଥିରେ ବହୁତ ଶୀଘ୍ର ଆମେ ପହଞ୍ଚିଲୁ। ତାପରେ ସ୍କର୍ପିଓ ଗାଡ଼ିରେ 6 ଜଣ ଥିଲେ। ସେମାନେ ବିଭିନ୍ନ ଦୌଡ଼ିବା ଆରମ୍ଭ କରିଥିଲେ, ଆମେ ତାକୁ ଧରିଲୁ। ଆଉ ଗୋଟେ ଇଟିକା ଗାଡ଼ିରେ ସିଏ ଆମକୁ ଦେଖିକି ଯେତେବେଳେ ପ୍ଲେଟ୍ କରୁଥିଲା ଗୋଟେ ଗଛରେ ବାଡ଼ି ହେଲା। ଆମେ ସେମାନଙ୍କୁ ରାଉଣ୍ଡ ଅପ୍ କରିକି ଧରିଲୁ। ତ ଯେହେତୁ ଏ ଏରିଆରେ ବିଗତ କିଛି ଦିନ ହେଲା ଟ୍ରାନ୍ସଫର୍ମର ଚୋରି ହଉଥିଲା, ଆମେ ବହୁତ ଆଲର୍ଟ ସହକାରେ ତାଙ୍କୁ ଆପ୍ରିହେଣ୍ଡ କରିକି ପଚରାଉଚରା କଲୁ। ସେମାନଙ୍କ ମୋଡସ୍ ଅପରାଣ୍ଡି ହଉଛି ସେମାନେ ବିଭିନ୍ନ ଟ୍ରାନ୍ସଫର୍ମର କୁ ରେକି କରିବେ ଏବଂ ସେଥିରୁ ଯୋଉ କଏଲ ଅଛି କଷ୍ଟଲି କଏଲ ସେ ବିଭିନ୍ନ ଆଡେ ବିକ୍ରି କରୁଛନ୍ତି ସମ୍ ଲାକ୍ସ ରୁପିଜରେ। ଆମେ ପଚରାଉଚରା କଲା ପରେ ଆମେ ଭୁବନ ଏରିଆର ଗୋଟେ ଯାଜପୁର ରୋଡରେ ରହୁଥିବା ସେ ଅରିଜିନାଲ ଭୁବନ ଏରିଆରେ ଆମେ ତାଙ୍କୁ ଡିଟେନ୍ କଲୁ ଏବଂ ଅଲ୍ ଦେ ମାନେ ସବୁ କନଫେସ୍ କଲେ ଯେ ଆମେ ବିଗତ କିଛି ଦିନ ହେଲା ଟାଙ୍ଗୀ, ଯାଜପୁର ରୋଡ, ପାଣିକୋଇଲି, ଆମର ଆଖପାଖ କଟକ, କେନ୍ଦ୍ରାପଡା, ବାଲେଶ୍ୱରରେ ଏବଂ ବାଲିଚନ୍ଦ୍ରପୁର ଏରିଆରେ ଏ ଟ୍ରାନ୍ସଫର୍ମର ଚୋରିରେ ଲିପ୍ତ ଅଛନ୍ତି। ତ ଆମେ ତାଙ୍କୁ ଆଜି ଆରେଷ୍ଟ କରି ଫରୱାର୍ଡ କରୁଛୁ ଟୋଟାଲ 9 ଜଣକୁ। ଆମର ଇନଭେଷ୍ଟିଗେସନ କଣ୍ଟିନ୍ୟୁ କରିବ, ଆବଶ୍ୟକ ପଡ଼ିଲେ ଆମେ ତାକୁ ରିମାଣ୍ଡର ଆଣିବୁ। କଣ କଣ ଜବତ ହେଇଛି ତାଙ୍କ ପାଖରୁ? ହଁ, ତାଙ୍କ ପାଖରୁ ୱେପନ ଅଫ ଅଫେନ୍ସ, ସେମାନେ ଯୋଉ ଟ୍ରାନ୍ସଫର୍ମରକୁ ଓପନ କରିବା ପାଇଁ ରେଞ୍ଚି ଆଉ ଅନ୍ୟାନ୍ୟ ହତିଆର ଆତ୍ମରକ୍ଷା ତାଙ୍କ ଆଟାକ୍ କରିବା ପାଇଁ ରଖୁଛନ୍ତି ସେଗୁଡା, ଆଉ କିଛି ଆମେ ଥେଫ୍ଟ ଜିନିଷ ରିକଭରି କରୁଛୁ। ଆଉ ସେ ଗାଡି ଦୁଇଟା ସ୍କର୍ପିଓ, ଯୋଉ ଇନୋଭା ଗାଡି, ଇଟାଚି ଗାଡି ସେଗୁଡା ସିଜ୍ କରୁଛୁ। ଏଇ ଗୋଟେ ବଡ ଗ୍ୟାଙ୍ଗଟା ଅପରେଟ କରୁଥିଲା ଆମ ଏରିଆର। ଏଥିରେ ଅନେକ କିଛି ବାହାରିବ। ଆମ ପରବର୍ତ୍ତୀ ପର୍ଯ୍ୟାୟରେ ଇନଭେଷ୍ଟିଗେସନକୁ ଆଗେଇ ନେବୁ ଏବଂ ଏହାର ନିଶ୍ଚିତ ଭାବେ ମୂଳୋତ୍ପାଟନ କରିବୁ। କେତେ ବର୍ଷ ହେଲାଣି ଏମାନେ ଏଇ ଗ୍ୟାଙ୍ଗ ଚଲେଇଥିଲେ? ହଁ, ଆମ ପାଖରେ ଯାହା ପ୍ରାଥମିକ ଭାବେ ତଥ୍ୟ ଅଛି, ସେମାନେ 2023, 24, 25ରେ କିଛି କ୍ରାଇମ କରୁଛନ୍ତି। ଭୁବନ, ଟାଙ୍ଗୀ, ବାଲିଚନ୍ଦ୍ରପୁର ଆଉ ପାଣିକୋଇଲି ଅନ୍ୟ ଜିଲ୍ଲାରେ ମଧ୍ୟ କରୁଛନ୍ତି, ସେମାନେ ମାନୁଛନ୍ତି। ଆମକୁ ଆଉ ଟିକେ ସମୟ ଲାଗିବ ଡିଟେଲ୍ସ ୟା ଭିତରେ କହିବା। ଏମାନେ ସବୁ କୋଉ କୋଉ ଏରିଆରେ ଏଇ ଯୋଉ ଧରା ହେଇଛନ୍ତି? ଏମାନେ କଳିଙ୍ଗ ନଗର ଆଉ ଦାନଗଦି ଏରିଆର, ଭୁବନ ଏଇ ଏରିଆର ମୋଷ୍ଟଲି। ପରବର୍ତ୍ତୀ 9 ଜଣଙ୍କୁ ଧରା ହେଇଛନ୍ତି। ନିଶ୍ଚିତ ଭାବେ ଆମେ ବହୁତ ଡିପ୍ ରୁଟକୁ ଯିବୁ ଏବଂ ଏଥିରେ ଯୋଉମାନେ ସଂଶ୍ଳିଷ୍ଟ ଅଛନ୍ତି ତାଙ୍କ ବିରୁଦ୍ଧରେ ନିଶ୍ଚିତ ଭାବେ ଲଫୁଲ ଆକ୍ସନ କରାଯିବ।